विराट कोहली तमे टेस्ट को फेरी आस ଏହା କହିଛନ୍ତି ପୂର୍ବତନ କ୍ରିକେଟର ତଥା ଏବେକାର ଭାଷ୍ୟକାର ନବଜୋତ ସିଂ ସିଦ୍ଧୁ। ଏକ ଇନ୍ଷ୍ଟା ପୋଷ୍ଟ କରି ନବଜୋତ ସିଂ ସିଦ୍ଧୁ ଏହା କହିଛନ୍ତି। ଏହା ମଧ୍ୟ ଭାଇରାଲ ହୋଇଛି। ବିରାଟ କୋହଲିଙ୍କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏହା ଉତ୍କଣ୍ଠା ବି ଦେଖିବାକୁ ମିଳିଛି ଇନ୍ଷ୍ଟାରେ। ଏହି ପୋଷ୍ଟକୁ ଦେଖି ବିରାଟଙ୍କ ପ୍ରଶଂସକ ଭାବପ୍ରବଣ ମଧ୍ୟ ହୋଇଯାଇଛନ୍ତି। ସିଦ୍ଧୁ ଏହି ପୋଷ୍ଟରେ ଲେଖିଛନ୍ତି ନିଜ ପୋଷ୍ଟରେ ସିଦ୍ଧୁ ଲେଖିଛନ୍ତି ଯଦି ଈଶ୍ୱର ତାଙ୍କର ଗୋଟିଏ ପ୍ରାର୍ଥନାକୁ ଶୁଣନ୍ତି ତେବେ ସେ ଗୋଟିଏ କଥା ମାଗିବେ, ତାହା ହେଉଛି ବିରାଟ କୋହଲିଙ୍କ ଅବସରରୁ ଫେରି ଟେଷ୍ଟ ମ୍ୟାଚ୍ ଖେଳନ୍ତୁ। 150 କୋଟି ଜନତା ବିଶିଷ୍ଟ ଦେଶ ପାଇଁ ଏହାଠାରୁ ବଳି କୌଣସି ଖୁସି ମିଳିପାରିବ ନାହିଁ। ସିଦ୍ଧୁ ଆହୁରି ଲେଖିଛନ୍ତି ଏବେ ସେ 20 ବର୍ଷର ଯୁବକ ପରି କୋହଲି ଅଛନ୍ତି। ସେ ଜଣେ 22 କ୍ୟାରେଟ୍ ସୁନା। ସିଦ୍ଧୁଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବେଶ୍ ପ୍ରଶଂସା କରିଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲି ଫେରି ଆସନ୍ତୁ ବୋଲି ନିଜ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି। 37 ବର୍ଷୀୟ କୋହଲି ଚଳିତ ବର୍ଷ ଆରମ୍ଭରେ ଟେଷ୍ଟ କ୍ରିକେଟରୁ ହଠାତ୍ ଅବସର ନେଇଥିଲେ। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେ ଏହି ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆରୁ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ତାଙ୍କର ଶେଷ ଶୃଙ୍ଖଳା ଥିଲା। ପର୍ଥରେ ଖେଳାଯାଇଥିବା ଏହି ସିରିଜରେ ପ୍ରଥମ ମ୍ୟାଚ୍ରେ ସେ ଶତକ ଅର୍ଜନ କରିଥିଲେ ବି ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। କିନ୍ତୁ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ କୋହଲିଙ୍କର ଦମଦାର ପ୍ରଦର୍ଶନ ଥିଲା। ପ୍ରଥମ ଦୁଇଟି ଦିନିକିଆରେ ସେ ଶତକ ଅର୍ଜନ କରିଥିଲେ ଓ ତୃତୀୟ ଦିନିକିଆରେ ସେ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରି ସେ ଫିଟ୍ ଥିବା ପ୍ରମାଣିତ ଦେଇଛନ୍ତି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ, ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।